दिन शत्रु छड़ा बड़ा कौशल पांडव मान को मु करिबे विनाश तुम्हें मोर तत्वदर्शी मंत्री तीर करा गोटे सुनिश्चित उपाय राजा दुर्योधन रखी अच्छी एक सार पोषा काठी अति यत्न करी पांडव मान को पोषा कले करतु आह्वान राज्य हरा सर्वहरा कराई पांडवे नेवा में उचित प्रतिशोध उपभुजुक्त कहते मातुरा शकुनी जयद्रथ महाराज जाओ शीघ्र बारुणा कटके पशा खड़ा निमंत्रण नहीं धर्म राजा युधिष्ठिर को कहबा बुझाई संगे नहीं पंचव्रत खाली मते करिबे साक्षात महाराजा दुर्योधन करो जय महाराजा दुर्योधन करो अरे एटी आटा करी कर छिड़ाइछ अरे जाओ सम्राट का आदेश पालन करो काहे कि तुम्हें जाओ तुमको पूरा द्रौपदी चाहि रही चंती जात तुम्हारा सौभाग्य पंचभाग्य द्रौपदी को देखिबार सुযোগ पाइछ ए सुযোগটা मु तुमको दउची तुम्हें जाओ तुमको पूरा द्रौपदी चाहि रही चंती जात तुम्हें बता थटा करुछ कहा जीवरे आरो जियो तुमको पुणी थटा करिवो एई ना पूरा द्रौपदी को नाम सुनी लाला लाला गड़ाउतिलो चल तथा सम्राट को आदेश पालन करो ओ रागी गला की बंधु हेले कुह ना तुम पाई द्रौपदी की पदे कहबी ना कोन चल तथा मो तुमको हत्या करिबे कौन करिबो हत्या करिबे जानिले द्रौपदी को छाड़ी दुर्शिला पाखरे तुमरो मन रहिलाडी चल तथा अपदार्थ जय महाराजा दुर्योधन करो जय द्रौपदी महाराजा दुर्योधन करो जय हस्तिनापुर महाराजा दुर्योधन करो जदुगृहे आबद्ध करी आम मान को पोड़ी मारिबा पाई दुर्योधन जो षड्यंत्र करितिला ज्येष्ठ दादांकर हुए तो सेतिरे सम्मत थिला किंतु से तो से अपराधर प्रायश्चित करिसंती कि परिये राज्यर अर्धांश दान करी तुम्हें भूली जाउछ भाई समग्र राज्यटा ही आंभ मानक पाई प्राप्त राज्यर राजा थिले आंभ मानकर पिता किंतु सिंहासन कौन अधिकार नथिला ज्येष्ठ दादा अनुग्रह करी सिंहासन टी छोट भाई टी दान करते आज इच्छा कला से समस्त राज्य फेराई नहीं पारती से आम मान को भल पाती से माने भयरे एते बड़ साहसटा करि नाहंती जे अन्याय सेमाने करिसंती ताहार शास्ति अर्जुन आउ मु मने मने आंकी रखिथिलु किंतु अर्धेक राज्य रे देई से आंभ मानकर मुह करि दैछंती भाई 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 राज्य आक्रमण करिवो अनुग्रह प्रश्न उठेला भाई
ଚାହେ ମୁହିଁ ହସ୍ତିନାର ରାଜ ସିଂହାସନ। ଭାଇ 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 ରାଜ୍ୟ ଆକ୍ରମଣ କରିବ। ଭାଇ କାହିଁକି ପ୍ରତିବାଦ କରୁଛ? ଏତେ ବଡ଼ ଅପରାଧର କୌଣସି ଶାସ୍ତି ନାହିଁ, କଣ ସେମାନେ ପାଇବେ ନାହିଁ? ମୁଁ କେବଳ ଗୋଟାଏ ଶାସ୍ତି ଜାଣେ, ତାହା ହେଲା କ୍ଷମା। ଶତ୍ରୁ ବୋଲି ଯାହାକୁ ତୁମେ ମନରେ ଚିନ୍ତା କରୁଛ, ଅସ୍ତ୍ରାଘାତ କରି ଦୂରକୁ ଠେଲି ଦିଅ ନା। ଶୁଣୁଛ ନିଜ ଆଡ଼କୁ ଟାଣି ଆଣ। ଶୁଣୁଛ ଅର୍ଜୁନ, ଏ ଉପାୟରେ ଦୁର୍ଯ୍ୟୋଧନ କଣ ବଶୀଭୂତ ହୋଇପାରିବ? ଏ ତୁମର କି ଦୁରସା ଭାଇ? ଅହିଂସା ମନ୍ତ୍ରରେ ଗୋପନ ସାପକୁ ବାସ କରିପାର, କିନ୍ତୁ ଦୁର୍ଯ୍ୟୋଧନକୁ ନୁହେଁ। ରାଜସ୍ୱ ଚକ୍ଷୁରେ ଇନ୍ଦ୍ରପ୍ରସ୍ଥର ଐଶ୍ୱର୍ଯ୍ୟ ଦେଖି ସେମାନଙ୍କର ବହୁତ ହିଂସା ବଢିଯାଇଛି। ପୁଣି ଶକୁନି ଜାତିର ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ଯଦି ବାନ୍ଧନ ଦିଆଯାଏ, ସେ ପୁଣି ନୂତନ ଅନତ ସୃଷ୍ଟି କରିବ। ଏଥିରେ ଭୟ କଣ ଅର୍ଜୁନ? ରଖେ ହରିତ ମାରେ କିଏ? ଆଜି ଯଦି ତୁମେ ତାର ରାଜ୍ୟ ଅଧିକାର ନ କର, କାଲି ସେ ତୁମର ରାଜ୍ୟ ଆକ୍ରମଣ କରିବ। ଯେତେବେଳେ ରାଜ୍ୟରେ ତୁମେ ଆକ୍ରମଣ କରି ତାଙ୍କରି ହସ୍ତରେ ତୋଳି ଦେଇ ତୁମେ ଆଉ ଗୋଟେ ରାଜ୍ୟ ଗଢି ତୋଳିବ। ଭାଇ ତୁମମାନଙ୍କ ଯୋଗୁଁ ହିଁ ଇନ୍ଦ୍ରପ୍ରସ୍ଥ ଆଜି ସ୍ୱର୍ଗରେ ପରିଣତ ହୋଇଛି। ମୋର ସେଥିରେ କୌଣସି କୃତିତ୍ୱ ନାହିଁ। ମୁଁ ତୁମକୁ ଦେଇଛି ଦୁଃଖ, କିନ୍ତୁ ତୁମେ ଦେଇଛ ମତେ ଶ୍ରଦ୍ଧା। ଏହି ଶ୍ରଦ୍ଧାର ଆସନ ଯଦି ତୁମେ ବସାଇବାକୁ ଚାହ, ମୁଁ ତୁମକୁ ଆହୁରି ଦୁଃଖ ଦେବି। ମୋର ପଥ ହିଂସାର ପଥ ନୁହେଁ। ହିଂସାର ପଥରେ ତୁମେ ମାନେ ଯଦି ଚାଲିବାକୁ ଚାହ, ତାହେଲେ ମୋତେ ରାଜକାର୍ଯ୍ୟରୁ ବହିଷ୍କୃତ ଦିଅ। ଦୁଃଖ କିନ୍ତୁ ଆମେ ଭୟ କରୁନୁ ଭାଇ। ତୁମେ ଯଦି ମୃତ୍ୟୁ ପଥରେ ଆଗେଇ ଚାଲ, ଆମେ ସମସ୍ତେ ତୁମର ଅନୁସରଣ କରିବୁ। ଭାଇ ଭାଇ କଣ ହେଲା ସହଦେବ? କଣ ହେଲା ଭାଇ? ଭାଇ ରାଜା ଦୁର୍ଯ୍ୟୋଧନ ଜୟଦ୍ରଥକୁ ତୁମ ପାଖକୁ ପଠାଇଛନ୍ତି। ଅର୍ଜୁନ, ଜୟଦତ୍ତକୁ ଯାଅ, ଅଭ୍ୟର୍ଥନା କରି ନେଇ ଆସ ତାକୁ। ତାକୁ ବଳି ଅଭ୍ୟର୍ଥନା, ସେ ତ ଗୋଟିଏ ପଶୁ। ସେ ଆମର ପରମାତ୍ମୀୟ, ତାପରେ ଦୁର୍ଯ୍ୟୋଧନର ଦୂତ। ଯାଅ ସସମ୍ମାନରେ ନେଇ ଆସ ତାକୁ। ଭାଇ ତୁମର ଆଉ ଗୋଟିଏ ଯୁଗ ପୂର୍ବରୁ ଜନ୍ମ ନେବାର ଥିଲା। ହଁ ଜନ୍ମ ନେବାର ଥିଲା। ସହଦେବ, ଜୟଦ୍ରଥର ଆଗମନରେ ଅଭିପ୍ରାୟ? ତାହା ମୁଁ ଜାଣେ ନା, କିନ୍ତୁ ତାର ମୁଖମଣ୍ଡଳ ଦେଖିଲି କୋର ଅଭିସନ୍ଧାନ ଥାୟା। ଜୟଦତ୍ତ ଆମର ଭଗ୍ନିପତି, ଆମ ସମେତ ତାର କୌଣସି ଅଭିସନ୍ଧି ଥାଇ ନପାରେ। ସମ୍ରାଟ ଯୁଧିଷ୍ଠିର ଜୟ ହେଉ। ଆସ ହସ୍ତିନାର ସବୁ କୁଶଳ ଜୟଦ୍ରଥ। ରାଜା ଦୁର୍ଯ୍ୟୋଧନ ଆପଣଙ୍କୁ ନିମନ୍ତ୍ରଣ କରିଛନ୍ତି ମହାରାଜ। ଏପରି କି ପ୍ରୟୋଜନ ହେଲା ଯେ ତୁମ ପରି ମହାପୁରୁଷକୁ ଦୂତ ହୋଇ ଆସିବାକୁ ପଡ଼ିଲା? ମୋ ଛଡା ଆଉ ଆସିବ କିଏ? ଯେତେ ବଡ ବଡ କାମ ଡାକ ଜୟଦ୍ରଥଙ୍କୁ। ପ୍ରତ୍ୟେକ କାମରେ ଖାଲି ଜୟଦ୍ରଥ ଜୟଦ୍ରଥ। ଉଠିଲେ ଜୟଦ୍ରଥ, ଆଉ ବସିଲେ ଜୟଦ୍ରଥ। ଆପଣ ତାହେଲେ ରାଜା ଦୁର୍ଯ୍ୟୋଧନଙ୍କ ପ୍ରଧାନମନ୍ତ୍ରୀ? ନା ନା, ମନ୍ତ୍ରୀ କଣ? ହେ ମନ୍ତ୍ରୀ କଣ? ଘାସ କଟା ଠାରୁ ଘୋଡ଼ା ଚଢା ପର୍ଯ୍ୟନ୍ତ ମୁଁ ପରା ସବୁ ତାଙ୍କର। ତାହେଲେ ଆପଣ ବଡ଼ ମୂଲ୍ୟବାନ ଲୋକ। ହଁ, ତାପରେ ସିନ୍ଧୁ ଦେଶର ପରାକ୍ରମୀ ଶାଳୀ ରାଜା। ମହାମଲ୍ଲୀ ସିନ୍ଧୁ ରାଜାର ଆଗମନର ଅଭିପ୍ରାୟ ହେଲା ରାଜା ଦୁର୍ଯ୍ୟୋଧନ ସମ୍ରାଟ ଯୁଧିଷ୍ଠିରଙ୍କ ସହ ପୋଷା ଖେଳିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଆରେ ଯା ଯା, ଚାହେ ମୁହିଁ ଯୁଦ୍ଧ ନିମନ୍ତ୍ରଣ। ଭାଇ ପୋଷା ଖେଳ ନିମନ୍ତ୍ରଣ କର ପ୍ରତ୍ୟାଖ୍ୟାନ। ନିବାସନ କ୍ଷତ୍ରିୟ ରାଜା ଦ୍ରୁତ କ୍ରୀଡ଼ା ନିମନ୍ତ୍ରଣ ନ କରିବ ପ୍ରତ୍ୟାଖ୍ୟାନ କେବେ। ଓ ରାଜା ବୋଲି କଣ ତୁମର କ୍ଷତ୍ରିୟ ଶୁଣାଇ? ଭାରି ତ ତୁମର ସମ୍ରାଟ। ଜୟଦ୍ରଥ, ସମ୍ରାଟ ଯୁଧିଷ୍ଠିରଙ୍କୁ ନିନ୍ଦା କଲେ ଅତିଥି ହେଲେ ମଧ୍ୟ ମୁଁ ତୁମକୁ ଜିଅନ୍ତା ସମାଧି ଦେବି। ଆଉ ରାଜା ଦୁର୍ଯ୍ୟୋଧନକୁ ନିନ୍ଦା କଲେ କଣ କରିବ? କଣ କରିବି? ଭୀଷଣ ଭାବେ ରାଗିଯିବେ। କାହା ସହିତ ପୋଷା ଖେଳ ହେବ ଜୟଦ୍ରଥ? ମାମୁଁ ଶକୁନି ସହିତ। ନା ଭାଇ, ଏ ଖେଳ କଦାପି ହୋଇପାରିବ ନାହିଁ। ଏହା ଖେଳ ନୁହେଁ, ଏହା ଏକ ଷଡ଼ଯନ୍ତ୍ର। ନିମନ୍ତ୍ରଣ କରୁଛି ରାଜା ଦୁର୍ଯ୍ୟୋଧନ, ଅଥଚ ପ୍ରତିଦ୍ୱନ୍ଦ୍ୱୀ ଯେ ଶକୁନି। ମୁଁ ତ ଏଥିରେ କୌଣସି ଷଡ଼ଯନ୍ତ୍ର ଦେଖିପାରୁନାହିଁ। ଆଉ ଯଦି ବା ଥାଏ, ତଥାପି ମୁଁ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରି ମହାମାନ ଦୁର୍ଯ୍ୟୋଧନ ଅପମାନ କରିନାହିଁ। ଓ ଏ ହେଉଛି ରାଜଧର୍ମ। ଏ ରାଜଧର୍ମ ପାଳନ କରିବା ରାଜାଙ୍କ କର୍ତ୍ତବ୍ୟ। ଜୟଦ୍ରଥ, ଯାଅ, ବାହାରି ଯାଉ ତୁମେ। ଜୟଦ୍ରଥ, ମୁଁ ତ ନିମନ୍ତ୍ରଣ ଗ୍ରହଣ କଲି। ବିମର୍ଶନ
ଭଗବାନଙ୍କ ନିର୍ଦ୍ଦେଶ ମନୁଷ୍ୟର କୌଣସି ଶକ୍ତି ନାହିଁ ରଖେ ହରିତ ମାରେ କିଏ ରକେ ହରିତ ମାରେ କିଏ ବେଶ ଦେଖାଯାଉ କା ସହଦେବ ଚାଲନ୍ତୁ ଭାଇ ମୋର ଗୋଟିଏ ପ୍ରଶ୍ନ ଥିଲା ରାଜା। କି ପ୍ରଶ୍ନ ଦ୍ରୌପଦୀ ଏ କ'ଣ ଆପଣଙ୍କର ସେଇ ବୁଝିଲି ବୁଝିଲି ତାହେଲେ ନମସ୍କାର ଭାଉଜ। ଆପଣ ନିମନ୍ତ୍ରଣ ଗ୍ରହଣ କରନ୍ତୁ ନାହିଁ ରାଜା। ମୁଁ ତ ନିମନ୍ତ୍ରଣ ଗ୍ରହଣ ସାରିଛି କୃଷ୍ଣ ଫେରାଇ ଦିଅ ରାଜା, ଫେରାଇ ଦିଅ। ଏ ଅମଙ୍ଗଳ ବନି ଶିକାରୀ ତୁମେ ଝାମ୍ପ ଦେବାକୁ ଯାଅ ନା। ତାହେଲେ ଆପଣ ଯାତ୍ରାର ଆୟୋଜନ କରନ୍ତୁ। ଆପଣ କ'ଣ ରାଜା ଦୁର୍ଯ୍ୟୋଧନର ଦୂତ? ନା ସେ ସିନ୍ଦୁରର ଦୟାଦୂତ ଭଗ୍ନୀ ଦୃଶ୍ୟର ସ୍ୱାମୀ ନେଇଯାଅ କୃଷ୍ଣ ଅତିରିକ୍ତ ଅତିଥି ସତ୍କାର କର। ତେବେ ଚାଲନ୍ତୁ ଜୟଦ୍ରଥ। ହଠାତ୍ ମୋର ମନେ ପଡ଼ିଗଲା କଥାଟା କ'ଣ କି ଲକ୍ଷ୍ୟ ଭେଦ ତ ଅର୍ଜୁନ କଲେ ହେଲେ ଅନ୍ୟ 4 ଜଣ ସ୍ୱାମୀ ହେଲେ କିପରି? ପୁରୁଷମାନଙ୍କର ଏକାଧିକ ସ୍ତ୍ରୀ ଅଛନ୍ତି ହେଲେ ସ୍ତ୍ରୀମାନଙ୍କର 5-5ଟା ସ୍ୱାମୀ ବୋଲି ତ ମୁଁ କାହିଁ ଦେଖିନି। ତୁମେ ଯେତେବେଳେ 5 ଜଣକୁ ନେଇଛ ତୁମ ସହ କନଟାକୁ ମଧ୍ୟ ନେଇଯାଅ। କହିଛି ସା ବେଇମାନି ଆପଣ ବାହାର ଯାଆନ୍ତୁ, ବାହାର ଯାଆନ୍ତୁ କହୁଛୁ ଏଠାରୁ। ଏଇ ତ ଅର୍ଜୁନ ଆସିଲେ। ବେଶ ତୁମେ ଆସିଲ ଭଲ ହେଲା। ଏଇ ତ ତୁମ ସ୍ତ୍ରୀକୁ କନ କଥା କହୁଛି। କଣ କହିଛି ସା ବେଇମାନି କର୍ଣ୍ଣ? ନା ନା ମୁହଁରେ କିଛି କହିନାହିଁ। କଥାଟା କ'ଣ କି ଲକ୍ଷ୍ୟଭେଦ ସମୟରେ ଯେଉଁ ସୁତପୁତ୍ର ବୋଲି ଅପମାନ ଦେଇଛି ସେଇଦିନ ଠାରୁ ଲୋକଟା ଖୁବ୍ ରାଗି ଯାଇଛି। ତୁମେ ଯେତେବେଳେ 5 ଜଣକୁ ନେଇଛ ତୁମ ସହ କନଟାକୁ ମଧ୍ୟ ନେଇଯାଅ। ଛି ଛି ଛି! ଫୁ! ଦୁର୍ଯ୍ୟୋଧନର ଅନୁଚର ଗୁଡାକ ଏପରି ଲଜ୍ଜାହୀନ ବେଇମାନ ଅପଦାର୍ଥ। ବେଶୀ ବଡ଼ି ବଡ଼ି କନି କହୁଛି। ଜୟରଥ ଏଇ ମୁହୂର୍ତ୍ତ ପ୍ରାସାଦ ତ୍ୟାଗ କର ନଚେତ ମୁଣ୍ଡଟାକୁ କାଟି ଉଡ଼େଇ ଦେବି। ବାହାରି ଯାଅ। ନିଶ୍ଚୟ ଯିବେ ନଗଲେ ହୁଏତ ମୋ ହାତରେ ତୁମ ମୁଣ୍ଡଟା କଟି ଯାଇପାରେ। ସଂସାରରେ ସମସ୍ତଙ୍କର ମୁଣ୍ଡ ନିଆଯାଇପାରେ କିନ୍ତୁ ଶଳାର ମୁଣ୍ଡ ନେବା ମୋ ନେବ। ବାହାରି ଯାଅ। ମହାରାଜ କ'ଣ ସତରେ ପଶା ଖେଳିବାକୁ ଯିବେ? ତୁମେ ତାକୁ ଫେରାଇ ଆଣିପାରିବ ନାହିଁ? ନା କୃଷ୍ଣ ଆମେମାନେ ସମସ୍ତେ ତାଙ୍କରି ସଙ୍ଗରେ ଯିବା। ଆସ କୃଷ୍ଣ ଆସ। ଚାଲନ୍ତୁ